ଓଡ଼ିଶା ଏଜୁକେସନ୍ ଜୋନ୍ରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ପଢ଼ିବା ଓଡ଼ିଶା ଜିକେର ପାର୍ଟ 4। ଯେଉଁମାନେ ପାର୍ଟ 1, ପାର୍ଟ 2 ଓ ପାର୍ଟ 3 ଦେଖିନାହାନ୍ତି ସେମାନେ ଚ୍ୟାନେଲକୁ ଯାଇ ଦେଖିନିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ଆଜି ଆମେ ପଢ଼ିବା ଓଡ଼ିଶା ଜିକେ। ଓଡ଼ିଶାର ପ୍ରଥମ ପ୍ରଶ୍ନ। ଓଡ଼ିଶାର ପ୍ରଥମ ଓକିଲ କିଏ ଅଟନ୍ତି? ଅପସନ୍ ଏ ଗୌରୀଶଙ୍କର ଦାସ, ଅପସନ୍ ବି ମଧୁସୂଦନ ଦାସ, ଅପସନ୍ ସି ଗୋପବନ୍ଧୁ ଦାସ, ଅପସନ୍ ଡି ରଘୁବୀର ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମଧୁସୂଦନ ଦାସ। ଓଡ଼ିଶାର ପ୍ରଥମ ଓକିଲ ମଧୁସୂଦନ ଦାସ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶାର ପ୍ରଥମ କେନ୍ଦ୍ରମନ୍ତ୍ରୀ କିଏ ଅଟନ୍ତି? ଅପସନ୍ ଏ କୃଷ୍ଣଚନ୍ଦ୍ର ଗଜପତି, ଅପସନ୍ ବି ବିଜୁ ପଟ୍ଟନାୟକ, ଅପସନ୍ ସି ହରେକୃଷ୍ଣ ମହତାବ, ଅପସନ୍ ଡି ନନ୍ଦିନୀ ଶତପଥୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ହରେକୃଷ୍ଣ ମହତାବ। ଓଡ଼ିଶାର ପ୍ରଥମ କେନ୍ଦ୍ରମନ୍ତ୍ରୀ ହରେକୃଷ୍ଣ ମହତାବ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶାର ପ୍ରଥମ ଓଡ଼ିଆ ଫିଲ୍ମ କେଉଁଟି? ପୁଣି ଥରେ ପ୍ରଶ୍ନ। ଓଡ଼ିଶାର ପ୍ରଥମ ଓଡ଼ିଆ ଫିଲ୍ମ କେଉଁଟି? ଅପସନ୍ ଏ ଗପ ହେଲେ ବି ସତ, ଅପସନ୍ ବି ଜଗନ୍ନାଥ, ଅପସନ୍ ସି ସୀତା ବିବାହ, ଅପସନ୍ ଡି ତ ଉପୋଇ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସୀତା ବିବାହ। ଓଡ଼ିଶାର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି ସୀତା ବିବାହ। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି? ପ୍ରଶ୍ନ ପୁଣି ଥରେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି? ଅପସନ୍ ଏ ଦ୍ରୌପଦୀ ମୁର୍ମୁ, ଅପସନ୍ ବି ନନ୍ଦିନୀ ଶତପଥୀ, ଅପସନ୍ ସି ପ୍ରଜ୍ଞା ପାରମିତା ଦାସ, ଅପସନ୍ ଡି ମଧୁମିତା ପାଢ଼ୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନନ୍ଦିନୀ ଶତପଥୀ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ପରବର୍ତ୍ତୀ ପ୍ରଶ୍ନ। ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର କେଉଁଟି? ପ୍ରଶ୍ନ ପୁଣି ଥରେ। ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର କେଉଁଟି? ଅପସନ୍ ଏ ଜଗନ୍ନାଥ, ଅପସନ୍ ବି ସୀତା ବିବାହ, ଅପସନ୍ ସି ଗପ ହେଲେ ବି ସତ, ଅପସନ୍ ଡି ଜୋରଜାର ମୁଲକତାର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଗପ ହେଲେ ବି ସତ। ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ। ପରବର୍ତ୍ତୀ ପ୍ରଶ୍ନ। ପ୍ରଥମ ଓଡ଼ିଆ ଖବରକାଗଜ କେଉଁଟି? ଅପସନ୍ ଏ ସମାଜ, ଅପସନ୍ ବି ସମ୍ବାଦ, ଅପସନ୍ ସି ଉତ୍କଳ ଦୀପିକା, ଅପସନ୍ ଡି ଦୈନିକ ଆଶା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଉତ୍କଳ ଦୀପିକା। ପରବର୍ତ୍ତୀ ପ୍ରଶ୍ନ। ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ କିଏ ଅଟନ୍ତି? ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ କିଏ ଅଟନ୍ତି? ଅପସନ୍ ଏ ମଧୁସୂଦନ ଦାସ, ଅପସନ୍ ବି ମଧୁସୂଦନ ରାଓ, ଅପସନ୍ ସି ଗୋପବନ୍ଧୁ ଦାସ, ଅପସନ୍ ଡି ବିଶ୍ୱନାଥ ମିଶ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମଧୁସୂଦନ ଦାସ। ପରବର୍ତ୍ତୀ ପ୍ରଶ୍ନ। ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ୍ ଖେଳାଳି କିଏ ଅଟନ୍ତି? ପ୍ରଶ୍ନ ପୁଣି ଥରେ।
ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳି କିଏ ଅଟନ୍ତି? ଅପସନ୍ ଏ ପ୍ରଜ୍ଞାନ ଓଝା, ଅପସନ୍ ବି ଦେବାଶିଷ ମହାନ୍ତି, ଅପସନ୍ ସି ଶିବସୁନ୍ଦର ଦାସ, ଅପସନ୍ ଡି ବିପ୍ଳବ ସାମନ୍ତରାୟ। ଏହାର ସଠିକ୍ ଉତ୍ତର ହେଉଛି ଦେବାଶିଷ ମହାନ୍ତି। ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପ୍ରଥମ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ କିଏ ଅଟନ୍ତି? ଓଡ଼ିଶାର ପ୍ରଥମ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ କିଏ ଅଟନ୍ତି? ଏହା ହେଉଛି ତୁମମାନଙ୍କ ପାଇଁ ହୋମୱାର୍କ। ଉତ୍ତର ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣେଇବେ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଓଡ଼ିଆ ସାମ୍ବାଦିକ କିଏ ଅଟନ୍ତି? ପ୍ରଶ୍ନ ପୁଣି ଥରେ, ପ୍ରଥମ ଓଡ଼ିଆ ସାମ୍ବାଦିକ କିଏ ଅଟନ୍ତି? ଅପସନ୍ ଏ ଗୌରୀଶଙ୍କର ରାୟ, ଅପସନ୍ ବି ଗୋପବନ୍ଧୁ ଦାସ, ଅପସନ୍ ସି ହରେକୃଷ୍ଣ ମହତାବ, ଅପସନ୍ ଡି ରଘୁ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଗୌରୀଶଙ୍କର ରାୟ। ପ୍ରଥମ ଓଡ଼ିଆ ସାମ୍ବାଦିକ ଗୌରୀଶଙ୍କର ରାୟ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପ୍ରଥମ ଔପନ୍ୟାସିକ କିଏ ଅଟନ୍ତି? ପ୍ରଶ୍ନ ପୁଣି ଥରେ, ଓଡ଼ିଶାର ପ୍ରଥମ ଔପନ୍ୟାସିକ କିଏ ଅଟନ୍ତି? ଅପସନ୍ ଏ ରାଧାନାଥ ରାୟ, ଅପସନ୍ ବି ଫକୀରମୋହନ ସେନାପତି, ଅପସନ୍ ସି ଗୋପୀନାଥ ମହାନ୍ତି, ଅପସନ୍ ଡି ଗୋପବନ୍ଧୁ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଫକୀରମୋହନ ସେନାପତି। ଓଡ଼ିଶାର ପ୍ରଥମ ଔପନ୍ୟାସିକ ହେଉଛନ୍ତି ଫକୀରମୋହନ ସେନାପତି। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି? ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ କିଏ ଅଟନ୍ତି? ଅପସନ୍ ଏ ବିଜୁ ପଟ୍ଟନାୟକ, ଅପସନ୍ ବି ରାଜେନ୍ଦ୍ର ନାରାୟଣ ସିଂଦେଓ, ଅପସନ୍ ସି ହରେକୃଷ୍ଣ ମହତାବ, ଅପସନ୍ ଡି ହେମାନନ୍ଦ ବିଶ୍ୱାଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ହରେକୃଷ୍ଣ ମହତାବ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି କିଏ ଅଟନ୍ତି? ପ୍ରଶ୍ନ ପୁଣି ଥରେ, ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି କିଏ ଅଟନ୍ତି? ଅପସନ୍ ଏ ମୁକୁନ୍ଦ ପ୍ରସାଦ ଦାସ, ଅପସନ୍ ବି ଲାଲମୋହନ ପଟ୍ଟନାୟକ, ଅପସନ୍ ସି ନାରାୟଣ ପାତ୍ର, ଅପସନ୍ ଡି ନନ୍ଦକିଶୋର ଦାସ। ପ୍ରଶ୍ନ ପୁଣି ଥରେ, ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି କିଏ ଥିଲେ? ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି କିଏ ଥିଲେ? ଅପସନ୍ ଏ ମୁକୁନ୍ଦ ପ୍ରସାଦ ଦାସ, ଅପସନ୍ ବି ଲାଲମୋହନ ପଟ୍ଟନାୟକ, ଅପସନ୍ ସି ସୂର୍ଯ୍ୟନାରାୟଣ ପାତ୍ର, ଅପସନ୍ ଡି ନନ୍ଦକିଶୋର ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମୁକୁନ୍ଦ ପ୍ରସାଦ ଦାସ। ଓଡ଼ିଶାର ପ୍ରଥମ ବିଧାନସଭା ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ ଅଟନ୍ତି। ଆଜିର ଭିଡ଼ିଓରେ ଏତିକି ଥିଲା। ପୁଣି ଆମେ ଓଡ଼ିଶାର ପ୍ରଥମ ପାର୍ଟ 2 ନେଇକି ଆସିବା। ରହୁଛି, ଧନ୍ୟବାଦ।